ଆଜି ପ୍ରସ୍ତୁତ କରିବା ଦ୍ୱିତୀୟା ଘାଣ୍ଟ ତରକାରୀ। ଘାଣ୍ଟ ତ ବହୁତ ପ୍ରକାର, କିନ୍ତୁ ଦ୍ୱିତୀୟା ଘାଣ୍ଟ ସେଦିନ କେବଳ ଅଲଗା ଟେଷ୍ଟ ଥାଏ। ହ୍ୟାଲୋ ଫ୍ରେଣ୍ଡସ୍, ଅନ୍ବିକା ଡିଲିସିୟସ୍ ଡିଶେସ୍ରୁ ସ୍ୱାଗତ ଜଣାଉଛି। ମୁଁ ଏଇ ପରିବା ସବୁ ନେଇଛି। ଆଳୁ, ବାଇଗଣ, ବୋଇତାଳୁ, ଝୁଡ଼ଙ୍ଗ, କଞ୍ଚା କଦଳୀ, ଜହ୍ନି, ଖମ୍ବ ଆଳୁ, ସାରୁ, ଓଉ, ଲାଉ, ପାଣିକଖାରୁ, ଫୁଲକୋବି, ଛୁଇଁ, ଅମୃତଭଣ୍ଡା। କିଛି ନଡ଼ିଆ କାଟିକି ନେଇଛି, ଆଉ କିଛି ନଡ଼ିଆ କୋରିକି ନେଇଛି। ଚାଲନ୍ତୁ ଗ୍ୟାସ୍ରେ ଗୋଟେ କରେଇରେ 2 ଚାମଚ ସୋରିଷ ତେଲ ଗରମ କରିବା। ସାରୁ ଆଉ ଖମ୍ବ ଆଳୁକୁ ହାଲକା ଭାଜିଦେବା, ଯେପରି ତା ଲାଳୁଆ ଅଂଶ କଟିଯିବ। ସେ ଭାଜି ହୋଇଗଲା ପରେ ତାକୁ କାଢ଼ିଦେବା। ସେଇ କରେଇରେ ଟିକେ ତେଲ ଗରମ କରି ମୁଁ ଏଠି ମଟର ଆଉ କାବୁଲି ମଟରକୁ ପାଣିରେ ବତୁରାଇ ତାକୁ ପ୍ରେସର କୁକର ଗୋଟେ ହୁଇସିଲ୍ ମାରିଥିଲି। ତାପରେ ତାକୁ ଛାଙ୍କି କାବୁଲି ମଟର ଆଉ ମଟରକୁ ଭାଜିବା। ଓ ଏଠି କିଛି ଗଜାମୁଗ କରିଥିଲି, ଏ ଗଜାମୁଗକୁ ପକାଇ ହାଲକା ଭାଜିଦେବା। ଗୋଟେ ବଡ଼ କରେଇ ନେଲି, ଏଠି କିଛି ସୋରିଷ ତେଲ ନେଲି, କାହିଁକିନା ମୋର ପରିବା କ୍ୱାଣ୍ଟିଟି ଅଧିକା ଅଛି। 1 ଚାମଚ ଚିନି ନେଲି, କିଛି ତେଜପତ୍ର ନେଲି, ଡାଲଚିନି, ଗୁଜୁରାତି, ଲବଙ୍ଗ, ବଡ଼ ଅଳେଇଚ, ଗୋଲମରିଚ ଏଠି ପକାଇଲି କରେଇରେ। ତେଲ ଗରମ ହୋଇ ଚିନି ନାଲି ହୋଇଗଲେ ଆମେ ଏଠି ପିଆଜ ପକାଇଦେବା। ପିଆଜ ହାଲକା ବ୍ରାଉନ୍ କଲର୍ ହୋଇଗଲେ ରସୁଣ ଅଦା ପେଷ୍ଟ ମୁଁ ଅଲଗା ବାଟିଛି, ରସୁଣ ଅଦା ପେଷ୍ଟ ପକାଇ କଷିବା। ଅଲଗା ପିଆଜ ମସଲା ବାଟିଛି, ସେ ପିଆଜ ମସଲାକୁ ପକାଇ ମସଲା ଭଲ ଭାବରେ କଷିବା। ଏଠି ମସଲା ବାଟିରେ ପାଣି ଦେଇ ମସଲା ପକାଇବା। କିଛି ଲୁଣ, ଧଣିଆ ଗୁଣ୍ଡ, ହଳଦୀ, ଲଙ୍କାଗୁଣ୍ଡ, କାଶ୍ମୀର ଲଙ୍କାଗୁଣ୍ଡ, ବିଲାତି ପକାଇ ଭଲ ଭାବରେ କଷିବା। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ମାରିବେ, ଆପଣଙ୍କ ପାଖକୁ ନୋଟିଫିକେସନ୍ ଯିବ, ଲାଇକ୍ ସେୟାର କରିବେ। ଏଠି ମସଲା ଭଲ ଭାବରେ କଷି ହୋଇଗଲାଣି। ଦେଖନ୍ତୁ କେମିତି ତେଲ ବାହାରିଲାଣି ମସଲାରୁ। ଆପଣ ସେହିପରି ମସଲା ଭଲ ଭାବରେ କଷିବେ। ମସଲା ହୋଇଗଲେ ମଟର, କାବୁଲି ମଟରକୁ ପକାଇବେ, ପରିବା ପକାଇ ଭଲ ଭାବରେ କଷିବେ। ଯେହେତୁ ମୋର ପରିବା କ୍ୱାଣ୍ଟିଟି ଅଧିକା ଅଛି, ମୁଁ କରେଇରେ ଜାଗା ଧରୁନାହିଁ। ମୁଁ ଅଲଗା ଡେକ୍ଚିକୁ ସିଫ୍ଟ କରିଦେବି ପରିବା ସବୁ। ପ୍ରେସର କୁକରରେ କିଛି ଓଉ ସିଝେଇଛି, ସେ ଓଉ ସିଝା ଖଣ୍ଡ ପକାଇଲି, ପାଣି ପକାଇନି, ନା ପରିବା ମୁତାବକ ମୁଁ ଓଉ ପକାଇଛି। କାହିଁକିନା ବିଲାତି ଦେଇଛି, ବିଲାତି ଆଉ ଓଉ ମିଶିଲେ ଖଟା ହୋଇଯିବ। ମୁଁ ପରିମାଣ ଅନୁସାରେ ମାପିକି ଦାଗ ମାପରେ ଦେଇଛି। ଆଉ ଏଇ ଯେଉଁ ମସଲା କଷିକି ଯେଉଁ ରଖିଥିଲି, ତାକୁ ଏ ପରିବା ଇଏରେ ଢାଳିଲି। ଏଠିକି ନଡ଼ିଆ ଖଣ୍ଡ ଖଣ୍ଡ କାଟିକି ରଖିଥିଲି, ତା ଉପରେ ପକାଇଲି। ଚୁଲିରେ ବସାଇ ଭଲ ଭାବରେ ତଳ ଉପର କରିବେ, ଯେପରି ମସଲା ଉପର ତଳ ହୋଇଯିବ।
ढांकी देवा किछि समय पाई ढांकी देवा। मझिरे मझिरे ढांकुणी काढ़ी चेक करिवा तळ उपर करिवा जेहेतु मसला तळ उपर होई जिवो। लाउ कखारू जह्नी पड़ीची तरकारी रु पानी बाहरिबो ताई पानी देवा दरकार नाही। मझिरे मझिरे चेक करिवा जेपरि तळकु न लागे। ए किछि नडिया कोरिकी रखिछि नडिया कोरा पकाइबा काई भल भाबरे गोळाई दबा घांटरे भल भाबरे गोळाई दबा। एठी तड़का दवा पई घी गरम हो एपटे घांट तरकारी रे 2 चामच भजा जीरा गुंड आ गरम मसला पकाइबा। घी तड़का दवा पई घी रे फुटण सुखिला लंका पकाइबा। फुटण फुटीगले घांट तरकारी रे तड़का पकाई देबा। धनिया पत्र किछि काटिकी पकाइबे तापरे 10 मिनिट पई